ଶ୍ରୋତବନ୍ଧୁ ଜାଗତିକ ଆନନ୍ଦରୁ ଉର୍ଦ୍ଧାୟିତ ଏକ ଅନୁଭବ ହେଉଛି ଆଧ୍ୟାତ୍ମିକ ଚେତନା। ଆଧ୍ୟାତ୍ମିକତା ମଣିଷର ଏକ ସଂସ୍କାରିତ ସ୍ତର, ଯାହାକି ତାକୁ ଏକ ଊର୍ଦ୍ଧ୍ୱଗ ସତ୍ତା ସହିତ ସଂଯୋଗ କରେ। ଏହି ଆବେଗ, ଏହି ଆଧ୍ୟାତ୍ମିକତା ଥରେ ଜଣେ ମଣିଷ ଭିତରେ ସଞ୍ଚାରିତ ହେଲେ ସେ ଏକ ସାଧାରଣ ସ୍ତରରୁ ଅସାଧାରଣ ସ୍ତରକୁ ଉନ୍ନୀତ ହେଇଥାଏ ବୋଲି ମନେ କରାଯାଇପାରେ। ଆଜି ଆମେ ଏମିତି ଜଣେ ଅଧ୍ୟାତ୍ମବାଦୀ କବିଙ୍କୁ ଶୁଣିବା, ଯିଏ ତାଙ୍କ ଆଖି ଆଗର ଜଗତକୁ ସୁନ୍ଦର ଭାବରେ, ଭିନ୍ନ ଭାବରେ ଅନୁଭବ କରିଛନ୍ତି। ସେ ଅନୁଭବ ଭିତରେ କେବଳ ମାତ୍ର ଗୋଟିଏ ଅନୁଭବ, ତାହା ହେଉଛି ଆଧ୍ୟାତ୍ମିକତା। କବି, ଭକ୍ତ କବି ମଧୁସୂଦନ ରାଓ। ଭକ୍ତ କବି ମଧୁସୂଦନ ରାଓଙ୍କର ଅନେକ ସୃଷ୍ଟି ରହିଛି। ସାରସ୍ୱତ ସାଧନାର ବିବିଧ ରୂପ ରହିଛି। ଶିଶୁ ଗୀତ ଠାରୁ ଆରମ୍ଭ କରି ବର୍ଣ୍ଣବୋଧ ପର୍ଯ୍ୟନ୍ତ ଆମେ ସମସ୍ତେ ତାଙ୍କୁ ପଢ଼ିଛେ। ତେବେ ବିଶେଷ ଭାବରେ ତାଙ୍କୁ ଆମେ ଛାନ୍ଦମାଳାର କବି ଭାବରେ ଜାଣୁ। ଛାନ୍ଦମାଳା ପ୍ରଥମ, ଦ୍ୱିତୀୟ, ସେଥିରେ ଧ୍ୱନି, ପଦ୍ମ ଇତ୍ୟାଦି କବିତାରେ ଉଚ୍ଚ ଆଧ୍ୟାତ୍ମିକ ଚିନ୍ତାର ପ୍ରତିଫଳନ ଦେଖିବାକୁ ମିଳେ। ବିଶେଷ ଭାବରେ ପଦ୍ମ କବିତାରେ ପଦ୍ମର ଶୋଭା ଦର୍ଶନରେ ସେ ଆତ୍ମହରା ହୋଇ ଯେଉଁ ଅପୂର୍ବ ଅଧ୍ୟାତ୍ମ ସତ୍ତାକୁ ଅନୁଭବ କରିଛନ୍ତି, ତାହା ହିଁ ପଦ୍ମ କବିତାକୁ କାଳଜୟୀ କବିତାରେ ପରିଣତ କରିଛି। ଶ୍ରୋତାବନ୍ଧୁ, ଆଜି ଆମେ ଶୁଣିବା ଭକ୍ତ କବି ମଧୁସୂଦନ ରାଓଙ୍କର ଏକ ଚମତ୍କାର କଳାତ୍ମକ କୃତି ପଦ୍ମ, ଯାହାକି କଳହଂସ କେଦାର ବୃତ୍ତରେ ଲିଖିତ। ଆମେ ପିଲାବେଳେ ତାକୁ ପଢ଼ିଥିଲେ। ତାକୁ ଏମିତି ମନେ ରଖିବା ଉଦ୍ଦେଶ୍ୟରେ ଆଜି ବିଦ୍ୟାର୍ଥୀମାନଙ୍କ ପାଇଁ ମୁଁ ଏହାକୁ ଆଉଥରେ ଉପସ୍ଥାପନ କରୁଛି। କବିତା ପଦ୍ମ, କବି ଭକ୍ତ କବି ମଧୁସୂଦନ ରାଓ। କୋଟି ଲାବଣ୍ୟ ନିଧିରେ ପଦ୍ମ ତୁହି, କୋଟି ଲାବଣ୍ୟ ନିଧିରେ ପଦ୍ମ ତୁହି, କି ଅମୃତେ ତୋ ତନୁ ଗଢ଼ିଲା ବିହି। ତୋ ରୂପ ଦରଶନେ ମୋର ହୃଦୟ, ପୁଣ୍ୟ ଆନନ୍ଦେ ହୁଏ ଅମୃତମୟ। ଢଳ ଢଳ ସୁନୀଳ ସରସୀ ଜଳ, ଢଳ ଢଳ ଶ୍ୟାମଳ ନଳିନୀ ତଳ। ଢଳ ଢଳ ସୁନୀଳ ସରସୀ ଜଳ, ଢଳ ଢଳ ଶ୍ୟାମଳ ନଳିନୀ ଦଳ। ଢଳ ଢଳ ଭାସ୍କର ରଶ୍ମି ଉତ୍କଳ, ଢଳ ଢଳ ଭାସ୍ୱର ରଶ୍ମି ଉଜ୍ଜ୍ୱଳ। ତା ମଧ୍ୟେ ଢଳ ଢଳ ତୁହି କମଳ। ହସ ହସ ବଦନେ ହରସ ଭରେ, ଅନାଇ ରହିଅଛୁ ତୁ ଦିବା କରେ। ତୋ ମୁଖେ ଜ୍ୟୋତି ଧାରା ସେ ଦିବା କର, ଢାଳଇ ଅବିରଳ ଆରେ ପୁଷ୍କର। ପିଉତୁ କି ଆନନ୍ଦେ ପୀୟୁଷ ସରି, ସେ ଶୁଭ୍ର ଜ୍ୟୋତି ଧାରା ଭକତି କରି। ଆହା କି ଦିବ୍ୟ ସିରି ତହୁଁ ତୁ ଲଘୁ, ଧନ୍ୟ ଉତ୍ପଳ ଧନ୍ୟ ତୋହର ପ୍ରଭୁ। ମକରନ୍ଦ ଅମୃତ ହୃଦେ ତୋହର, ମକରନ୍ଦ ଅମୃତ ହୃଦେ ତୋହର। ତହୁଁ ସ୍ଫୁରଇ ବାସ କି ମନୋହର, ସେ ମଧୁ ପାନେ ମତ୍ତ ମଧୁପ ଦଳ। ସେ ସୌରଭେ ପରାଣ କିଡ଼େ ଶୀତଳ, ଶ୍ଵେତ ଲୋହିତେ ରଙ୍ଗା ତୋ ଶୁଭ୍ର ତନୁ। ବାରେ ଦେଖିଲେ କେବେ ନ ଯିବ ମନୁ, ସର୍ବ ଶୋଭାର ତୁହି ଉପମା ସ୍ଥଳ। ଭକତ ପ୍ରେମିକର ତୁହି ସମ୍ବଳ, ସ୍ନେହ କରୁଣା ଭକ୍ତି ପବିତ୍ର ରସ। ପୂରିଛି ତୋ ଅନ୍ତର ରେତାମ ରସ, ନୋହିଲେ କାହୁଁ ତୋର ଦର୍ଶନ ମନ। ବିମଳ ପ୍ରେମ ରସେ ହୁଏ ମଗନ, ମଧୁମୟ ପବିତ୍ର ଯାହା ବିଶ୍ୱରେ। ତୋ ନାମ ସଙ୍ଗେ ମିଶା ବିଧାତା ବରେ, ପ୍ରିୟ ମୁଖ ନୟନ କର ଚରଣ। ତୋ ନାମ ସଙ୍ଗେ ସିନା ସୁଖ କାରଣ। ସତ୍ୟ ଶିବ ସୁନ୍ଦର ପରମେଶ୍ୱର, ସତ୍ୟ ଶିବ ସୁନ୍ଦର ପରମେଶ୍ୱର। ନାମ ସଙ୍ଗତେ ଲଗ୍ନ ନାମ ତୋହର, ତେଣୁରେ ଅରବିନ୍ଦ ଭକ୍ତ ଜନର। ବିଭୁ ପଦାରବିନ୍ଦ ସୁମନୋହର, ସର୍ବ ଶୋଭାର ପଦ୍ମ, ସର୍ବ ଶୋଭାର ସଦ୍ମ ରେ ପଦ୍ମ ତୋର। ସର୍ବ ଶୋଭାର ସଦ୍ମ ରେ ପଦ୍ମ ତୋର, ସଙ୍ଗେ ନିଗୁଡ଼ ଯୋଗ ଅଛଇ ମୋର। ଜୀବନ ମରଣରେ ତୋ ସଙ୍ଗେ ମିଶି, ଥାଉ ମୋ ମନ ପଦ୍ମ ଦିବସ ନିଶି।
କଳୁଷ ପଙ୍କେ ମୁହିଁ କେଡ଼େ ମଳିନ, କଳୁଷ ପଙ୍କେ ମୁହିଁ କେଡ଼େ ମଳିନ, କେମନ୍ତି ସରି ତୋର ହେବି ନଳିନ, ପଙ୍କଜ ଅଟୁ ତୁହି ତେଣୁ ଭରସା, ତୋପରି ଶୁଭ୍ର ହେବି ଲଭି ସୁଦଶା। ଅନନ୍ତ ମହେଶ୍ୱରେ ମୋ ପ୍ରାଣ ସାଇଁ, ଅନନ୍ତ ମହେଶ୍ୱରେ ମୋ ପ୍ରାଣ ସାଇଁ, ବୋଲି ରାଜୀବ ସଦା ଥିବି ଅନାଇଁ, ଶିଖାଅ ମୋତେ ସଦା ଏ ପୁଣ୍ୟ ବ୍ରତ, ତୋର ଆଶିଷେ ପୁରୁ ମୋ ମନୋରଥ। ଶିଖାଅ ମୋତେ ସଦା ଏ ପୁଣ୍ୟ ବ୍ରତ, ତୋର ଆଶିଷେ ପୁରୁ ମୋ ମନୋରଥ। ଶ୍ରୋତାବନ୍ଧୁ, ଆଜି ଆମେ ଶୁଣୁଥିଲେ କବି ମଧୁସୂଦନ ରାଉଙ୍କର କାଳଜୟୀ କବିତା ପଦ୍ମ, ଯାହାକି ଛାନ୍ଦମାଳା କବିତା ସଂକଳନରେ ସଂକଳିତ। ତେବେ କବିଙ୍କର କୁସୁମାଞ୍ଜଳି, ବସନ୍ତ ଗାଥା ଏମିତି ଉଚ୍ଚକୋଟୀର କବିତା ସଂକଳନ ମଧ୍ୟ ରହିଛି। ଭକ୍ତ କବି ମଧୁସୂଦନ ରାଓ 1853 ମସିହା ଜାନୁଆରୀ 29 ତାରିଖ ପବିତ୍ର ବସନ୍ତ ପଞ୍ଚମୀ ତିଥିରେ ଶ୍ରୀ ଭାଗୀରଥ ରାଓ ଏବଂ ମାତା ଅମ୍ବିକା ବାଇଙ୍କ କୁଳ ମଣ୍ଡନ କରି ପୁରୀ ଧାମର ପଥୁରିଆ ସାହିରେ ଏକ ମରହଟ୍ଟା ବଂଶରେ ଜନ୍ମଗ୍ରହଣ କରିଥିଲେ। ପରବର୍ତ୍ତୀ ସମୟରେ ସେ ବ୍ରାହ୍ମ ଧର୍ମରେ ଦୀକ୍ଷିତ ହୋଇଥିଲେ। ରାଧାନାଥଙ୍କ ପ୍ରେରଣାରୁ ସେ ସାହିତ୍ୟ ସୃଷ୍ଟିରେ ମନୋଯୋଗ କରିଥିଲେ। ଆଜି ଆମେ ତାଙ୍କର ପଦ୍ମ କବିତା ଶୁଣିଲେ। ମୁଁ ଆଶା କରୁଛି ଏହି କବିତା ଆପଣମାନଙ୍କୁ ନିଶ୍ଚିତ ଭଲ ଲାଗିବ। ତଥାପି ଆଜିର ଅଡ଼ିଓ ସମ୍ପର୍କରେ ଆପଣମାନଙ୍କ ମତାମତ ଅପେକ୍ଷାରେ ମୁଁ ରହୁଛି। ଧନ୍ୟବାଦ।